ଆଜ୍ଞା ନମସ୍କାର। ଆପଣଙ୍କର ସବୁ କୁଶଳ ତ? କାଲି ପହଣ୍ଡି ଦେଖିଲେ? ରାତି ବେଶୀ ହେଇଗଲା। ଆସନ୍ତୁ ଆଜି ଆମେ ଆମ ପହଣ୍ଡି କଥା ଶୁଣିବା। 29 ତାରିଖ ବୁଧବାର ମେଷ ରାଶି ଜନତାଙ୍କୁ ଜୀବନସାଥୀଙ୍କ ସହଯୋଗ ମିଳିବ। ଦିନ 3ଟା 37 ପରେ ଦ୍ୱିଜା ନକ୍ଷତ୍ରଧାରୀ ଜନତାଙ୍କର ଅଶୁଭ। ଆଜି ବୁଧ, ଶୁକ୍ର, ଚନ୍ଦ୍ର, ରାହୁ ପ୍ରଭୃତି ଗ୍ରହଗଣ ପ୍ରସନ୍ନ ଅଛନ୍ତି। ଲାଭାଧିପ ରାହୁଙ୍କର ଆନୁକୂଲ୍ୟରୁ ଆପଣ ଆଜି ସୁସ୍ଥ ରହିବେ। ପାରିବାରିକ ଶାନ୍ତି ଅକ୍ଷୁଣ୍ଣ ରହିବ। କୌଳିକ ମୌଳିକ ସୁଖ ପାଇବେ। ବିବିଧ ରୂପରେ ମନରେ ଏକ ଆନନ୍ଦର ଧାରା ପ୍ରବାହିତ ହେବ। ଧନ ଜନ ଓ ଆନନ୍ଦ ଲାଭ କରି ସବୁ ଦୁଶ୍ଚିନ୍ତାକୁ ଦୂରେଇ ଦେବେ। ହେଲେ ମୁଣ୍ଡକୁ ଦୁଶ୍ଚିନ୍ତା ଆସିବନି। ରୋଜଗାର ବି ବଢ଼ିଆ ହେବ। ହେଲେ ଶ୍ରମ ଅନୁଯାୟୀ ଲାଭ ହେବ। ବୃଷ ରାଶି 29 ତାରିଖ ବୁଧବାର ବୃଷ ରାଶି ଜନତାଙ୍କୁ ସମ୍ମାନ ମିଳିବ, ହେଲେ ଉଚ୍ଚ କୋଟିର ନୁହେଁ। ଦିନ 3ଟା 37 ପରେ ରୋହିଣୀ ନକ୍ଷତ୍ରଧାରୀ ଲୋକେ ଅସୁବିଧା ଭୋଗିବେ। କେବଳ ସନ୍ତାନ ଚିନ୍ତା ଘାରିବ। ରବି, ଶୁକ୍ର, ଶନି ଗ୍ରହତ୍ରୟ ଖୁସି ଥିଲେ ବି ଅନ୍ୟ ଷଡ଼ଗ୍ରହ ବିଷଣ୍ଣ ଥିବାରୁ ଦିନଟି ଦୁଃଖପ୍ରଦ ହେବ। ଆଜି କର୍ମ ଅନୁସାରେ ତୁରନ୍ତ ଫଳ ମିଳିବ। ଆଗ ଭଲ ହେବ, ତେଣୁ ଚିନ୍ତା କରନ୍ତୁ ମୁଁ ଆଗେ ଭଲ ହେବି, ତାପରେ ବଡ଼ ହେବି। କିନ୍ତୁ ଆଗେ ବଡ଼ ହେବି ପରେ ଭଲ ଭାବିଲେ ହେଇପାରିବ ନାହିଁ। ଯଦି ଜଗି ରଖି ନ ଚଳିବେ ଆଗବୋଲା ହେବେ, ଅପମାନିତ ହେବେ। ଯଦି ଭାବି ବିଚାରି ପଦକ୍ଷେପ ନେବେ ତେବେ ସମ୍ମାନିତ ହେବେ। ଦେହ ସମସ୍ୟା ନାହିଁ, ତେଣୁ ଆପଣ ସମ୍ମାନ ଯଦି ଚାହୁଁଛନ୍ତି ଭାବିଚିନ୍ତି କାମ କରନ୍ତୁ। ଯଦି ଧନ ଚାହୁଁଛନ୍ତି ତାହେଲେ କିଛି ଭାବନ୍ତୁନି, ସମ୍ମାନ ଚୂନା ହେଇଯିବ। 29 ତାରିଖ ବୁଧବାର ମିଥୁନ ଜନତାଙ୍କର ଧନ ଲାଭ ହେବା। ଦିନ 3ଟା 37 ଠାରୁ ପୁନର୍ବସୁ ନକ୍ଷତ୍ରଧାରୀ ଜନତା ବିବିଧ ଦୁଃଖ ପାଇବେ। ଆଜି ଶୁକ୍ର, କେତୁ, ବୃହସ୍ପତି ଖୁସି ଅଛନ୍ତି। ମାତ୍ର ବୁଧ, ରବି, ମଙ୍ଗଳ, ଚନ୍ଦ୍ର, ରାହୁ ଓ ଶନି ଅଶୁଭ ଥିବା ହେତୁ ସବୁ କାମରେ ବାଧା ବନ୍ଧନ ସୃଷ୍ଟି ହେବ। ଦେହ ସମ୍ପୂର୍ଣ୍ଣ ଅସୁସ୍ଥ ରହିବ। ଦୁର୍ଘଟଣା ଭୟ ଅଛି। ଆୟ ଅମଳ ହେବନି। ମନ ଭଲ ଲାଗିବନି। ଦିନଟି ଆଦୌ ଶୁଭଙ୍କର ନୁହେଁ। କର୍କଟ ରାଶି 29 ତାରିଖ ବୁଧବାର କର୍କଟ ରାଶିର ଘାତ ବାର। ଏମାନେ ଆଜି ଚିନ୍ତିତ ରହିବେ। ଦିନ 3ଟା 37 ଠାରୁ ଅଶ୍ଳେଷା ନକ୍ଷତ୍ର ଥିବା ବ୍ୟକ୍ତି ସମୁଦାୟ ମୁଣ୍ଡରେ ହାତ ଦେଇ ଯେ ଧନ କିପରି ଆସିବ ସେ ଚିନ୍ତା କରିବେ। କର୍କଟ ଉପରେ ଚନ୍ଦ୍ର, ମଙ୍ଗଳ ଓ ଶୁକ୍ର ପ୍ରସନ୍ନ ଅଛନ୍ତି। ଏଥିଲାଗି ଧନ ଭଣ୍ଡାର ପୂରିଯିବ। ଧନାଗମ ପାଇଁ ଯଥେଷ୍ଟ ବେଶୀ ଉଦ୍ୟମ କରିବା ଉଚିତ। ଦେହ ମନ ଭଲ ରହିବ। ମାତ୍ର ମୁଣ୍ଡ ମଝିରେ ମଝିରେ ପୀଡ଼ା ଦେବ ବା ଅନ୍ୟ ଅଙ୍ଗ ପ୍ରପୀଡ଼ିତ ହେବ। ପାରିବାରିକ ସୁଖ ଅବଶ୍ୟ ମିଳିବ। 29 ତାରିଖ ବୁଧବାର ସିଂହ ରାଶି ପୁରୁଷଙ୍କର ଘାତଚନ୍ଦ୍ର। ଆଜି କିଛି ଅଘଟଣ ଘଟିପାରେ। ଆଜି ଆପଣ ଲାଭରେ ରହିବେ। ଦ୍ରବ୍ୟ ପଦାର୍ଥ, ବସ୍ତୁ, ଅର୍ଥ, ଭୂମି, ସ୍ୱର୍ଣ୍ଣ, ଭୂମି ବା ଗୋ ସମ୍ପତ୍ତି, ଭବିଷ୍ୟତ ବଂଶଧର, ନବବଧୂ ବା ଜାମାତା ପ୍ରଭୃତି ବିବିଧ ଲାଭ ହେବ। ହେଲେ ବ୍ୟକ୍ତି ଯେହେତୁ ଭିନ୍ନ ଭିନ୍ନ, ମନ ଭିନ୍ନ ଭିନ୍ନ, ବ୍ୟବସ୍ଥା ଭିନ୍ନ ଭିନ୍ନ, ଚିନ୍ତା ଭିନ୍ନ ଭିନ୍ନ, ତେଣୁ କାହାର କ'ଣ ଲାଭ ଦରକାର ସେ କଥା ବିଧାତା ଜାଣନ୍ତି। ସେ ସେଇ ଅନୁସାରେ ଲାଭ ଦେବେ। ଆଜି ଲାଭ ହେବ, କିଛି ଲାଭ ହେବ। ତାହା ବସ୍ତୁ ହେଇପାରେ, ଦ୍ରବ୍ୟ ହେଇପାରେ, ବ୍ୟକ୍ତି ହେଇପାରେ ବା ଭୂମି ହେଇପାରେ, ଇତ୍ୟାଦି ଇତ୍ୟାଦି।
ସେହିପରି ଲାଭ ହେବ। ଚନ୍ଦ୍ର ମଙ୍ଗଳ ବୁଧ ପ୍ରଭୃତି ଗ୍ରହ ଏ ଦିଗରେ ସହଯୋଗ କରିବେ। ଦେହ ମନ ସୁସ୍ଥ ରହିବ, ଦେହ ସୁସ୍ଥ ରହିବ, ମନ ସୁସ୍ଥ ରହିବ। 29 ତାରିଖ ବୁଧବାର କନ୍ୟା ରାଶି ହସ୍ତା ନକ୍ଷତ୍ରଧାରୀ ମାନବ ଶ୍ରେଣୀ ସତର୍କ ରହିବା ଉଚିତ। ଦିନ 3ଟା 39 ପରେ ଏମାନେ ଆଜି ସମ୍ମାନିତ ହେବେ। ବିବିଧ ରୂପରେ କୌଳିକ ମୌଳିକ ଦୈହିକ ପାରିବାରିକ ସୁଖ ପାଇ ଆନନ୍ଦ ଲାଭ କରିବେ। ଚନ୍ଦ୍ର ରାହୁ ବୁଧ ରବି ବୃହସ୍ପତି ଓ ଶୁକ୍ର ଖୁବ୍ ଖୁସି ଅଛନ୍ତି। ଏଣୁ ଧନ ସୁଖ ବଳବତ୍ତର ହେବ। ଦେହପା ଠିକ୍ଠାକ୍ ରହିବ। ମନ ପ୍ରଫୁଲ୍ଲ ରହିବ। ଆର୍ଥିକ ବୌଦ୍ଧିକ ଶାନ୍ତି ମିଳିବ। କର୍ମ ଯୋଜନା ସଫଳ ହେବ। ତୁଳା ରାଶି 29 ତାରିଖ ବୁଧବାର ତୁଳା ରାଶି ଜନତା ଚିନ୍ତାଗ୍ରସ୍ତ ହେବେ। ଦିନ 3ଟା 39 ପରେ ବିଶାଖା ନକ୍ଷତ୍ରଧାରୀ ଲୋକେ ବହୁତ ଭାବିବେ। ଚନ୍ଦ୍ର ରାହୁ ମଙ୍ଗଳ ବୃହସ୍ପତି ଓ ଶୁକ୍ର ପ୍ରଭୃତି ଗ୍ରହ ବିରୁଦ୍ଧ ଆଚରଣ କରୁଛନ୍ତି। ତେଣୁ ଦେହ ଅସୁସ୍ଥ ହେବ। ସବୁ କାର୍ଯ୍ୟରେ ବାଧା ବନ୍ଧନ ସୃଷ୍ଟି ହେବ। ପରସ୍ତ୍ରୀ କାତର ହେବେ। ନିଜର ଦୋଷ ଦୁର୍ବଳତା ଧରାପଡ଼ିଯିବ। ଦୂରଯାତ୍ରା କଲେ ହଇରାଣ ହେବେ। ଆୟ ଅମଳ ମାନ୍ଦା ହେବ। କିଛି ଜିନିଷ ଚୋରି ହୋଇଯାଇପାରେ, ସାବଧାନ। 29 ତାରିଖ ବୁଧବାର ବିଛା ରାଶି ଜନଗଣଙ୍କର ଯାତ୍ରା ଶୁଭଙ୍କର ହେବ। ମାତ୍ର ଦିନ 3ଟା 37 ପରେ ଜ୍ୟେଷ୍ଠା ନକ୍ଷତ୍ରଧାରୀ ବ୍ୟକ୍ତି ସମୁଦାୟ ସଜାଗ ରହିବା ଉଚିତ। ଚନ୍ଦ୍ରମା ବୁଧ ବୃହସ୍ପତି ଶୁକ୍ର କେତୁ ପ୍ରସନ୍ନ ଅଛନ୍ତି। ଏଣୁ ସଚ୍ଚା ଉଦ୍ୟମୀ ଆଜି ଅସମ୍ଭବକୁ ସମ୍ଭବ କରିପାରିବ। ମାତ୍ର ଭାଇ ବନ୍ଧୁ କୁଟୁମ୍ବଙ୍କ ସହ ସାମାନ୍ୟ ମତାନ୍ତର ହେବ। ଆୟ ଅମଳ ପାଇଁ ଉପଯୁକ୍ତ ଦିନ। ଯଥା କାଳରେ ଯଥା ରୀତି ଉଦ୍ଯୋଗ କଲେ ପ୍ରବଳ ଧନାଗମ ହେବ। ଦେହପା ସୁସ୍ଥ ରହିବ। ପାରିବାରିକ ଜୀବନରେ ଶାନ୍ତି ଆସି ନପାରେ। 29 ତାରିଖ ବୁଧବାର ଧନୁ ରାଶିର ଲୋକେ ପ୍ରାୟତଃ ଅସୁସ୍ଥ ହେବେ। ମୁଣ୍ଡ ବ୍ୟଥା ହେବ। ହେଲେ ଦିନ 3ଟା 37 ଠାରୁ ପୂର୍ବାଷାଢ଼ା ନକ୍ଷତ୍ର ଥିବା ଜନତା ସତର୍କ ରହିଲେ ଭଲ। ଆଜି ମନ ଘର ଧରିବନି। ଆକୁଳ ବ୍ୟାକୁଳ ହେବ। ସମସ୍ତଙ୍କୁ ସନ୍ଦେହ ଲାଗିବ। ତେଣୁ କର୍ମରେ ବାଧା ସୃଷ୍ଟି ହେବ। ରାହୁ ମଙ୍ଗଳ ଶୁକ୍ର ଖୁସି ଅଛନ୍ତି। ଏଣୁ ଉଦ୍ୟମ କଲେ ତଥା ମୁଣ୍ଡ ଖଟାଇ କାମ କଲେ ଆୟ ଭଲ ହେବ। ମନ ସିନା ଭଲ ରହିବ, ମାତ୍ର ଦେହ ଭଲ ରହିବ। ମନ ଭଲ ରହିବନି, ମାତ୍ର ଦେହ ଭଲ ରହିବ। ପ୍ରତିଟି କାମ କଲା ପୂର୍ବରୁ ଆଗ ବହୁ ଭାବନ୍ତୁ, ପରେ ପଦକ୍ଷେପ ନିଅନ୍ତୁ। ନହେଲେ ହଇରାଣ ହେବେ, ମୁଣ୍ଡ ବିନ୍ଧିବ। 29 ତାରିଖ ବୁଧବାର ମକର ରାଶିର ମାନବ ଗଣ ପ୍ରଫୁଲ୍ଲିତ ରହି ମୂଲ୍ୟବାନ ଧାତୁ କିଣିବା ବା ବ୍ୟବହାର କରିବାରେ ମନ ଦେବେ। ଦିନ 3ଟା 37 ପରେ ଶ୍ରବଣା ନକ୍ଷତ୍ର ଥିବା ଲୋକେ ସଂଯମତା ରକ୍ଷା ନ କଲେ ହଇରାଣ ହେବେ। ଦିନଟି ବହୁତ ଭଲ। ସବୁ କର୍ମ ଶୁଭରେ ଶୁଭରେ ହୋଇଯିବ। କୌଣସି କାମରେ ବାଧା ବନ୍ଧନ ନାହିଁ। ପୂର୍ବାପେକ୍ଷା ଏମାନେ ଅଧିକ ସୁନ୍ଦର ଦିଶିବେ। ନିଜକୁ ବଳବାନ ଭାବି ଖୁସିରେ ବିବିଧ କର୍ମରେ ମନ ଦେବେ। ଆଉ ଚନ୍ଦ୍ରମା ଶନି ବୁଧ ବୃହସ୍ପତି ପ୍ରଭୃତି ଗ୍ରହଗଣ ଆଶୀର୍ବାଦ କରିବେ। ସୁନାମ ମିଳିବ। ଧନ କାମୀ ଜନତାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। କର୍ମ କ୍ଷେତ୍ରରେ ମୁଣ୍ଡ ଖଟାଇବା ସହ ଯଥୋଚିତ ଉଦ୍ୟମ କଲେ ମନସ୍କାମନା ପୂର୍ଣ୍ଣ ହେବ। ଉଦ୍ୟମ ବଳେ ସର୍ବସିଦ୍ଧି। 29 ତାରିଖ ବୁଧବାର କୁମ୍ଭ ରାଶିର ମନୁଷ୍ୟମାନେ ବଡ଼ ଖର୍ଚ୍ଚାନ୍ତ ହେବେ। ଦିନ 3ଟା 37 ପରେ ପୂର୍ବଭାଦ୍ର ନକ୍ଷତ୍ର ଯୁକ୍ତ ଲୋକେ ସାବଧାନ ନ ରହିଲେ ଦୁଃଖିତ ହେବେ। ଅତି ସାବଧାନତା ଅବଲମ୍ବନ ନ କଲେ ସ୍ୱାସ୍ଥ୍ୟ ସମସ୍ୟା ବଢ଼ିଯିବ। ପର କଥାକୁ ଭରସା କଲେ କଳହ ହେଲା। ପରିସ୍ଥିତି ଜଟିଳ ହେବ। ଆୟ ଘରେ ଚାଲା ପଡ଼ିଯିବ। ମାତ୍ର ବ୍ୟୟଧାରା ବନ୍ଦ ହେବନି। ବୃଥାରେ ଅନେକ ସମୟ ନଷ୍ଟ ହେବ। ଯେଣୁ ଲଗ୍ନରେ ରାହୁ, ଦ୍ୱିତୀୟରେ ଶନି, ଚତୁର୍ଥରେ ମଙ୍ଗଳ, ସପ୍ତମରେ କେତୁ ଓ ଶୁକ୍ର ରହି
ମନ୍ଦ ଚିନ୍ତା କରୁଛନ୍ତି, ମଙ୍ଗ ମୋଡ଼ୁଛନ୍ତି, ତେଣୁ ଏହିସବୁ ବାଧା ବନ୍ଧନ ସୃଷ୍ଟି ହେବ। ମୀନ ରାଶି 29 ତାରିଖ ବୁଧବାର ମୀନ ରାଶିର ଜନତା ଭାବି ଚିନ୍ତି ପାଦ ନ ପକାଇଲେ ବହୁ ପସ୍ତେଇବେ। ଦିନ 3ଟା 35 ରେବତୀ ନକ୍ଷତ୍ର ଯୁକ୍ତ ବ୍ୟକ୍ତି ସମୁଦାୟ ହାତେ ମାପି ଚାଖଣ୍ଡେ ଚାଲିଲେ ଭଲ। ଆଜି ମଙ୍ଗଳ, ବୁଧ, ଗୁରୁ, ଶୁକ୍ର, କେତୁ ଓ ଚନ୍ଦ୍ରମା ପ୍ରସନ୍ନ ଅଛନ୍ତି, ତେଣୁ ବହୁତ ଭଲ ଦିନ। ଆଜି ଚେଷ୍ଟା କଲେ ପଙ୍ଗୁ ବି ଗିରି ଲଙ୍ଘି ପାରିବ। ସବୁ ବର୍ଗର ଲୋକେ ଆଜି ଉପକୃତ ହେବେ। ନୈତିକ କରୁଥିବା ପ୍ରତିଦିନ କରୁଥିବା ବୃତ୍ତି, ବ୍ୟବସାୟ, ସେବା ଆଦି କର୍ମର ବିକାଶ ହେବ। ଆଜ ଏକ ଆୟକାରକ ଓ ଲାଭପ୍ରଦ ଦିନ, ଏଣୁ ନବ ନିଯୁକ୍ତି ମିଳିଯାଇପାରେ। ଉଦ୍ୟୋଗୀ ବ୍ୟକ୍ତି ନିଜ ପ୍ରୟାସ ଅନୁସାରେ ନିଜ ଶିଙ୍ଗରେ ମାଟି ତାଡ଼ି ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିପାରିବେ। ଆଜି ମୀନ ରାଶିର ସବୁଠୁ ଭଲ ଦିନ। ଖାଲି ଏତିକି, ମନ ନେଇ ଫଳ ମିଳିବ। ଯେତେ ଉଦ୍ୟୋଗ କରିବେ ସେତେ ସୁଖ ପାଇବେ। ଯେତେ ଆଳସ୍ୟର ବଶବର୍ତ୍ତୀ ହେବେ, ଆଉ ଯେଉଁମାନେ ଭାବନ୍ତି ମୁଁ ଅନ୍ୟକୁ ଭୁଲେଇ ଦେଉଛି, ବାପାଙ୍କୁ ଭୁଲେଇ ଦେଲି, ସ୍ତ୍ରୀକି ଭୁଲେଇ ଦେଲି, ସ୍ୱାମୀକି ଭୁଲେଇ ଦେଲି, ପୁଅକୁ ଭୁଲେଇ ଦେଲି, ସେଇମାନେ ହିଁ ପ୍ରକୃତରେ ବଡ଼ ମୂର୍ଖ। କେହି କାହା କଥାରେ ଭୁଲେନି, ବରଂ ସେମାନେ ଚୁପ୍ କରି ଏହାକୁ ସମର୍ଥନ କରନ୍ତି। ହଁ ବନ୍ଧୁ, ଯଦି ଆପଣ ସତରେ ବୁଦ୍ଧିମାନ, ଚେଷ୍ଟା କରନ୍ତୁ। ଆଜି ଆପଣଙ୍କର ବାର୍ଷିକ ଇନକମ୍ ହେଇଯିବ ଯଦି ଚେଷ୍ଟା କରିବେ। ରହିଲି, ନମସ୍କାର। ଏତେ ସିରିୟସ୍